ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନ ଆରମ୍ଭ କରିବା। ଏଇ ବେସିକ୍ସ ର କ୍ରମରେ ଆଜି ଆମେ ଜାଣିବା ଯେ ରାଶି ମାନଙ୍କର ଅନ୍ୟ ବିଭିନ୍ନ ନାମ। ଗୋଟେ ରାଶି ଯେମିତି ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ ଅଛି, ତାର ଅନ୍ୟ ନାମ ଗୁଡାକ କଣ ଅଛି? ଏ ଅନ୍ୟ ନାମ ଗୁଡାକ ବିଷୟରେ ଆମେ ବିଶଦ ଭାବରେ ଜାଣିବା। ମୁଁ ଏଇଟା ଏଇଥିପାଇଁ ପଢୁଛି କି ଏଇଟା ଆପଣ ଅନ୍ୟମାନଙ୍କ ବହିରେ କୋଉଠି ରାଶିର ନାମ କଣ ଲେଖା ହେଇଥିବ ସେଟା ଯେତେବେଳେ ଆପଣ ଡେପ୍ଥ ରେ ଷ୍ଟଡି କରିବେ ଅନ୍ୟ ଅନ୍ୟ ବହି ଗୁଡାକ, ସେ ବହିରେ ପ୍ରାୟ ହୁଏତ ଆପଣ କନଫ୍ୟୁଜ ହେଇପାରନ୍ତି। ସେଥିପାଇଁ କି ଏଇଟା ବେସିକ୍ସ ଲେସନ ରହିବ। ଯେହେତୁ ବେସିକ୍ସ ଲେସନ ର କ୍ରମ ଅଛି, ମୁଁ ରାଶି ମାନଙ୍କର ବିଭିନ୍ନ ନାମ, 12ଟା ରାଶିର କଣ କଣ ବିଭିନ୍ନ ସବୁ ନାମ ରହିଛି ସେଇ ବିଷୟରେ ମୁଁ ଆଜି ଡିଟେଲ ଭାବରେ ଡିସ୍କସନ କରିବି। କିନ୍ତୁ ରାଶି ମାନଙ୍କର ଅନ୍ୟ ନାମ, ରାଶି ଆପଣ ଚାହିଁଲେ ନୋଟ ବି ବନେଇ ପାରିବେ। ଅନ୍ୟ ନାମ ଆମେ ଜାଣିଛେ ଆମର 12ଟା ରାଶି ରହିଛି, ଠିକ ଅଛି। ଆମେ ଜାଣିଛେ ଆମର 12ଟା ରାଶି ରହିଛି। ଏକର ମେଷ, ତାପରେ ଦୁଇରେ ବୃଷ, ତିନିରେ ମିଥୁନ, ଚାରିରେ କର୍କଟ, ପାଞ୍ଚରେ ସିଂହ, ଛଅରେ କନ୍ୟା। ଏତିକିରେ ଆଗ ଜାଣି ସାରନ୍ତୁ, ତାପରେ ମୁଁ ଆଉ 6ଟା ଲିଖିଦେବି। ତ ସବୁ ରାଶି ମାନଙ୍କର ବିଭିନ୍ନ ପ୍ରକାର ନାଁ ରହିଛି। ତାହେଲେ ରାଶି ମାନଙ୍କର ବିଭିନ୍ନ ନାମରେ କଣ କଣ ନା, ମେଷ ରାଶିର ନାମ ହେଲା ଅଜ, ଠିକ ଅଛି। ଆଉ କଣ ନାମ? ତ୍ରିୟ, ବସ୍ତ। ଏଇଟା ହଉଛି ମେଷ ରାଶିର ନାମ, ଅନ୍ୟ ନାମ। ବୃଷ ରାଶିର ଅନ୍ୟ ନାମ କଣ ନା, ବୃଷଭ, ସୁରଭି, ଉଷ, ସୌରଭେୟ। ଏ ହେଲା ବୃଷ ରାଶିର ଅନ୍ୟ ନାମ। ତାପରେ ମିଥୁନ ରାଶିର ଅନ୍ୟ ନାମ ସବୁ କଣ ନା, ଜିତୁମ, ରୂପକ, ତାପରେ ଜମଳ। ଇଏ ସବୁ ହେଲା ମିଥୁନ ରାଶିର ଅନ୍ୟ ନାମ। କର୍କଟ ରାଶିର ଅନ୍ୟ ନାମ କଣ ନା, ଚାନ୍ଦ୍ର, କୁଳୀର, କର୍କ, ଠିକ ଅଛି। ତାପରେ କଣ ଆସିଲା, ସିଂହ ରାଶିର ଅନ୍ୟ ନାମ। ସିଂହ ରାଶିର ଅନ୍ୟ ନାମ କଣ, ଲେୟ, ହରି, ମୃଗପତି, ମୃଗାରୀ, ଠିକ ଅଛି। ଆଉ କଣ୍ଠୀରବ, ମୃଗେନ୍ଦ୍ର। ଇଏ ସବୁ ସିଂହ ରାଶିର ଅନ୍ୟ ନାମ। କନ୍ୟା ରାଶିର ଅନ୍ୟ ନାମ କଣ ନା, ପାଥେୟ, ଯୁବତୀ, ଷଷ୍ଠୀ, ତନ୍ବୀ, କୁମାରୀ, ବଧୂ, ପ୍ରମଦା, ନାରୀ। ଆମେ ଏବେ ରାଶି ମାନଙ୍କର ଅନ୍ୟ ନାମ କ୍ରମରେ 6ଟି ରାଶିକୁ କମ୍ପ୍ଲିଟ କଲୁ। ବର୍ତ୍ତମାନ ଆଉ 6ଟି ରାଶି କମ୍ପ୍ଲିଟ କରିବା। ରାଶି ମାନଙ୍କ ଅନ୍ୟ ନାମ।
ଆଉ କୋଉ 6ଟି ରାଶି ରହିଗଲା ନା 7, 8, 9, 10, 11, 12। ଠିକ ଅଛି। ତ 7 ନମ୍ବର ରାଶି କଣ ହେଲା ନା ତୁଳା, 8 ନମ୍ବର ବିଛା, 9 ନମ୍ବର ଧନୁ, 10 ନମ୍ବର ମକର, 11 ନମ୍ବର ରାଶି ହେଲା କୁମ୍ଭ, 12 ନମ୍ବର ରାଶି ହେଲା ମୀନ। ଠିକ ଅଛି। ତ ତୁଳ ରାଶିର ଅନ୍ୟ ନାମ ସବୁ କଣ କଣ ରହିଲା? ବଣିଜାକ୍ଷ, ବଣିକ, ଧଟ୍ଟ, ତଉଳି, ଯୁକ, ସପ୍ତମ। ବିଛା ରାଶିର ନାମ କଣ ରହିଲା? କୌର୍ପାକ୍ଷ, ବୃଶ୍ଚିକ, କୀଟ, ଅଳି, କୌଜ। ଧନୁ ରାଶିର ଅନ୍ୟ ନାମ କଣ ରହିଲା ନା ହୟ, ଚାପ, କୋଦଣ୍ଡ, ତୈଖିକ, ସେଟା ତୌଖିକ, ତୌଖିକ ହବ ସରି, ତୌଖିକ। ଠିକ ଅଛି। ଇଏ ଧନୁ ରାଶିର ନାମ ରହିଲା। ତାପରେ ମକର ରାଶିର ଅନ୍ୟ ନାମ କଣ ରହିଲା ନା ଦଶମ, ନକ୍ର, ତୁଣିର, ଆଉ କଣ ସବୁ ନା ରହିଲା ମକର ରାଶିର, ଅ, ମୃଗାସ୍ୟ। ହେଲା, ଏଇଟା ସବୁ ମକର ରାଶିର ନାଁ। ତାପରେ ଆସିଲା କୁମ୍ଭ ରାଶିର ନା। କୁମ୍ଭ ରାଶିର ନାଁ ହେଲା ଘଟ, ହୃଦ୍ରୋଗ, କଳସ। ତାପରେ ଆସିଲା ମୀନ ରାଶିର ନାଁ। ମୀନ ରାଶିର ନାଁ ହେଲା ଅନ୍ତ୍ୟ, ଅନ୍ତ୍ୟଜ, ଅନ୍ତିମ, ପୃଥୁରୋମ, ଏବଂ ଝଷ। ଏଇ ସବୁ ହେଲା 12ଟି ରାଶି ମାନଙ୍କର ଅନ୍ୟ ନାମ। ଏ 12ଟି ରାଶିଙ୍କର ଅନ୍ୟ ନାମ ଆପଣ ମାନେ ଯେତେବେଳେ ସଂସ୍କୃତର ଶ୍ଲୋକ ଗୁଡିକ ପଢିବେ, ଯୋଉଠି କନଫ୍ୟୁଜ ହେବେ, ଏଇ ଜିନିଷ ଗୁଡିକ ଆପଣ ମାନଙ୍କୁ ସେତେବେଳେ କାମ ଦେବ। ତେବେ ଇଏ ଥିଲା 12ଟି ରାଶି ମାନଙ୍କର ଅନ୍ୟ ନାମ, ଏବଂ ସେହି କ୍ରମରେ ଆମେ 12ଟି ରାଶିର ଅନ୍ୟ ନାମ ବିଷୟରେ ଆଜି ଭିଡିଓରେ ଜାଣିଲେ। କାଲି ଆମେ ଜାଣିବା ନବଗ୍ରହଙ୍କର ସବୁ ଅନ୍ୟ ନାମ କଣ କଣ ରହିଛି। ତେବେ ଆଜିର ସେସନ ପାଇଁ ଏତିକି। ପୁଣି ଆଷ୍ଟ୍ରୋ ସେସନ ସହିତ ଆମେ ଜଏନ କରିବା। ସେଥି ପର୍ଯ୍ୟନ୍ତ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।